ଗୋଟିଏ ଗାଁରେ ଅର୍ଜୁନ ନାମକ ପୁଅ ରହୁଥିଲା। ଅର୍ଜୁନ ପାଠ ପଢ଼ାରେ ବହୁତ ଚତୁର ଥିଲା ଏବଂ ସମସ୍ତେ ତା'ର ବୁଦ୍ଧିମତ୍ତା ଏବଂ ତୀକ୍ଷ୍ଣ ମନର ପ୍ରଶଂସା କରୁଥିଲେ। କିନ୍ତୁ ଅର୍ଜୁନର ଗୋଟିଏ ବଡ଼ ଦୁର୍ବଳତା ଥିଲା। ସେ ତା'ର ସମୟକୁ ଠିକ୍ ଭାବରେ ବ୍ୟବହାର କରୁନଥିଲା। ସେ ଅଧିକାଂଶ ସମୟ ବନ୍ଧୁମାନଙ୍କ ସହିତ ଖେଳିବା, ମୋବାଇଲରେ ଖେଳ ଖେଳିବା ଏବଂ ଅନର୍ଥକ କଥାବାର୍ତ୍ତାରେ ବିତାଉଥିଲା। ତା'ର ବାପା ମା' ତାକୁ ସମୟର ମୂଲ୍ୟ ବୁଝାଇବାକୁ ଅନେକ ଥର ଚେଷ୍ଟା କରିଥିଲେ, କିନ୍ତୁ ଅର୍ଜୁନ ଏହା ବୁଝିପାରି ନଥିଲେ। ସେ ସବୁବେଳେ ଭାବୁଥିଲା, ମୋ ପାଖରେ ବହୁତ ସମୟ ଅଛି, ମୁଁ ପରେ ସବୁ କିଛି କରିବି, ମୋତେ ଏବେ ଉପଭୋଗ କରିବାକୁ ଦିଅ। ଗୋଟିଏ ଦିନ ସ୍କୁଲରେ ବାର୍ଷିକ ପରୀକ୍ଷାର ଫଳାଫଳ ଘୋଷଣା ହେଲା। ଏଥର ଅର୍ଜୁନର ମାର୍କ ବହୁତ କମ୍ ଥିଲା, ଏପରିକି ଆଶାଠାରୁ ମଧ୍ୟ ବହୁତ କମ୍। ଶିକ୍ଷକମାନଙ୍କ ଦ୍ୱାରା ପ୍ରଶଂସା ପାଇଥିବା ଅର୍ଜୁନ ଏବେ ନିରାଶ ହୋଇଗଲେ। ତାଙ୍କ ବନ୍ଧୁମାନେ ମଧ୍ୟ ତାଙ୍କଠାରୁ ଦୂରେଇ ରହିବାକୁ ଲାଗିଲେ। ଘରକୁ ଫେରି ଅର୍ଜୁନ ଦେଖିଲେ ଯେ ତାଙ୍କ ରିପୋର୍ଟ କାର୍ଡ଼ ଦେଖୁଥିବା ସମୟରେ ତାଙ୍କ ବାପା ମା' ନିରାଶ ହୋଇଗଲେ। ଅର୍ଜୁନ ନିଜ ଉପରେ ରାଗିଗଲେ, କିନ୍ତୁ ସେ ବୁଝିପାରିଲେ ନାହିଁ ଯେ ଏବେ ତାଙ୍କର ଅଭ୍ୟାସ କିପରି ବଦଳାଇବେ। ସେହି ରାତିରେ ଅର୍ଜୁନ ତାଙ୍କ ଜେଜେବାପାଙ୍କ ପାଖକୁ ଗଲେ, ଯିଏ ଗାଁର ସବୁଠାରୁ ଜ୍ଞାନୀ ଏବଂ ସମ୍ମାନିତ ବୃଦ୍ଧ ବ୍ୟକ୍ତି ଥିଲେ। ତାଙ୍କ ଜେଜେବାପାଙ୍କ ପାଖରେ ବସି ଅର୍ଜୁନ ତାଙ୍କୁ ତାଙ୍କର ସମସ୍ୟା କହିଲେ ଏବଂ କହିଲେ ଯେ, ଜେଜେବାପା, ମୁଁ ବୁଝିପାରୁନାହିଁ ଯେ ମୁଁ ଏଥର କିପରି ବିଫଳ ହେଲି, ଯଦିଓ ମୁଁ ଜଣେ ଭଲ ଛାତ୍ର ଥିଲି। ଜେଜେବାପା ହସି ହସି କହିଲେ, ପୁଅ, ସମସ୍ୟା ଏହା ନୁହେଁ ଯେ ତୁମେ ଜଣେ ଭଲ ଛାତ୍ର ନୁହେଁ। ସମସ୍ୟା ହେଉଛି ତୁମେ ସମୟକୁ ହାଲୁକା ଭାବରେ ନେଇଥିଲ। ସମୟ ବହୁତ ମୂଲ୍ୟବାନ। ଯଦି ତୁମେ ଏହାକୁ ସଠିକ୍ ଭାବରେ ବ୍ୟବହାର କର, ତେବେ ତୁମେ ସଫଳତା ପାଇବ ଏବଂ ଯଦି ତୁମେ ଏହାକୁ ନଷ୍ଟ କର, ତେବେ ଏହା ତୁମକୁ ପଛକୁ ଟାଣି ନେବ। ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କିନ୍ତୁ ଦାଦା, ସବୁବେଳେ ସମୟ ଅଛି, ମୁଁ ପରେ ମଧ୍ୟ ସବୁ କିଛି କରିପାରିବି। ଦାଦା ଗମ୍ଭୀର ହୋଇ କହିଲେ, ନା ପୁଅ, ସମୟ ନଦୀର ପ୍ରବାହିତ ପାଣି ପରି, ଯାହା ଚାଲିଯାଏ ତାହା କେବେ ଫେରିଆସେ ନାହିଁ। ଆସ, ମୁଁ ତୁମକୁ ଏକ କାହାଣୀ ଶୁଣାଇବି, ଯାହାଦ୍ୱାରା ତୁମେ ସମୟର ମୂଲ୍ୟ ବୁଝିପାରିବ। ଦାଦା କାହାଣୀ କହିବା ଆରମ୍ଭ କଲେ। ବହୁତ ଦିନ ପୂର୍ବେ ବିକ୍ରମ ନାମକ ଜଣେ ଶକ୍ତିଶାଳୀ ରାଜା ଥିଲେ। ତାଙ୍କର ପ୍ରଚୁର ଧନ, ଏକ ବିଶାଳ ପ୍ରାସାଦ ଏବଂ ଅନେକ ଚାକର ଥିଲେ। କିନ୍ତୁ ତାଙ୍କର ମଧ୍ୟ ସମୟ ନଷ୍ଟ କରିବାର ଅଭ୍ୟାସ ଥିଲା। ସେ ବିଳମ୍ବରେ ଉଠି ଯାଉଥିଲେ। ଦରବାରକୁ ଯିବା ପରିବର୍ତ୍ତେ ସେ ବନ୍ଧୁମାନଙ୍କ ସହିତ ସମୟ ବିତାଉଥିଲେ ଏବଂ ପ୍ରତ୍ୟେକ କାମ ଆସନ୍ତାକାଲି ପାଇଁ ସ୍ଥଗିତ ରଖୁଥିଲେ। ଦିନେ ଜଣେ ସନ୍ନ୍ୟାସୀ ତାଙ୍କ ଦରବାରକୁ ଆସି କହିଲେ, ରାଜା, ତୁମର ସବୁ କିଛି ଅଛି, କିନ୍ତୁ ଆପଣ ସବୁଠାରୁ ମୂଲ୍ୟବାନ ଜିନିଷ ସମୟ ନଷ୍ଟ କରୁଛନ୍ତି। ଯଦି ତୁମେ ଏହାକୁ ଠିକ୍ ଭାବରେ ବ୍ୟବହାର ନ କର, ତେବେ ତୁମେ ଦିନେ ଅନୁତାପ କରିବ। ରାଜା ହସି କହିଲେ, ମୋ ପାଖରେ ବହୁତ ସମୟ ଅଛି, ମୁଁ ଯାହା ଚାହିଁବି ତାହା କରିପାରିବି। ସନ୍ନ୍ୟାସୀ ତାଙ୍କୁ ଚେତାବନୀ ଦେଲେ, ସମୟକୁ ହାଲୁକା ଭାବରେ ନିଅ ନାହିଁ, ଏହା ସବୁଠାରୁ ବଡ଼ ରାଜାମାନଙ୍କୁ ମଧ୍ୟ ନଷ୍ଟ କରିଦେଇଛି। କିନ୍ତୁ ରାଜା ଶୁଣିଲେ ନାହିଁ। ବର୍ଷ ବର୍ଷ ବିତିଗଲା। ରାଜା ବୃଦ୍ଧ ହେଲେ, ତାଙ୍କର ସ୍ୱାସ୍ଥ୍ୟ ଖରାପ ହେଲା। ସେନା ହାରିବାକୁ ଲାଗିଲା ଏବଂ ଜନସାଧାରଣଙ୍କ ବିଶ୍ୱାସ ହରାଇଲେ। ତାପରେ ରାଜା ଅନୁଭବ କଲେ ଯେ ସେ ଅଦରକାରୀ ଜିନିଷରେ ତାଙ୍କର ସମୟ ନଷ୍ଟ କରିଛନ୍ତି। ସେ ସନ୍ନ୍ୟାସୀଙ୍କୁ ଖୋଜିବାକୁ ବାହାରିଲେ, କିନ୍ତୁ ତାଙ୍କୁ କୌଣସି ସ୍ଥାନରେ ପାଇଲେ ନାହିଁ। କିନ୍ତୁ ଏବେ ରାଜା ଅନୁତାପ କଲେ, କିନ୍ତୁ ବହୁତ ଡେରି ହୋଇଯାଇଥିଲା। ସେ ବୁଝିପାରିଲେ ଯେ ପ୍ରକୃତ ଧନ ହେଉଛି ସମୟ। ଏହି କାହାଣୀ ଶୁଣି ଅର୍ଜୁନ ଗଭୀର ଚିନ୍ତାରେ ପଡ଼ିଗଲେ। ସେ ପ୍ରଥମ ଥର ପାଇଁ ଅନୁଭବ କଲେ ଯେ ସେ କେତେ ମୂଲ୍ୟବାନ ସମୟ ନଷ୍ଟ କରିଛନ୍ତି। ସେ ପଚାରିଲେ, ଦାଦା, ମୁଁ କ'ଣ ଏବେ ବି ମୋ ଜୀବନକୁ ବଦଳାଇ ପାରିବି? ଦାଦା ହସି ହସି କହିଲେ, ନିଶ୍ଚିନ୍ତ ଭାବରେ ପୁଅ, ସମୟର ଚକ୍ର କେବେ ବନ୍ଦ ହୁଏ ନାହିଁ। ଯଦି ତୁମେ ଆଜିଠାରୁ ସମୟକୁ ସଠିକ୍ ଭାବରେ ବ୍ୟବହାର କରିବା ଆରମ୍ଭ କରିବ, ତେବେ କେହି ତୁମକୁ ସଫଳ ହେବାରୁ ରୋକିପାରିବେ ନାହିଁ। କିନ୍ତୁ ମନେ ରଖ, ତୁମେ ଆଜି ଯେଉଁ କାମ କରିପାରିବ, ତାକୁ କାଲି ପାଇଁ ସ୍ଥଗିତ ରଖିବ ନାହିଁ। ସେହିଦିନ ପରେ ଅର୍ଜୁନ ସଂକଳ୍ପ କଲେ ଯେ ସେ ସମୟକୁ ସଠିକ୍ ଭାବରେ ବ୍ୟବହାର କରିବେ। ସେ ଏକ ରୁଟିନ୍ ତିଆରି କଲେ, ପ୍ରତ୍ୟେକ କାମ ପାଇଁ ସମୟ ସ୍ଥିର କଲେ। ସେ ସକାଳେ ଶୀଘ୍ର ଉଠିବା ଆରମ୍ଭ କଲେ। ସେ ପାଠ ପଢ଼ାରେ ଧ୍ୟାନ ଦେବା ଆରମ୍ଭ କଲେ ଏବଂ ଅଯଥା ଜିନିଷରୁ ଦୂରେଇ ରହିଲେ। ଧୀରେ ଧୀରେ ତାଙ୍କର କଠିନ ପରିଶ୍ରମ ଭଲ ଫଳାଫଳ ଦେବା ଆରମ୍ଭ କଲା। ପରବର୍ତ୍ତୀ ପରୀକ୍ଷାରେ ସେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କଲେ। ତାପରେ ସେ ଜଣେ ସଫଳ ବ୍ୟବସାୟୀ ହେଲେ ଏବଂ ନିଜ ଜୀବନଶୈଳୀରେ ସମସ୍ତଙ୍କୁ ପ୍ରେରଣା ଦେଲେ। ଏହି କାହାଣୀଟି ଆମକୁ ଏହି ଶିକ୍ଷା ଦେଲା ଯେ ସମୟ ହେଉଛି ସବୁଠାରୁ ମୂଲ୍ୟବାନ ସମ୍ପଦ। ଏହାକୁ ଅଯଥା ନଷ୍ଟ କରନ୍ତୁ ନାହିଁ।